ବର୍ତ୍ତମାନ ନୂଆ ଭତ୍ତା ଲିଷ୍ଟ ଆସିଯାଇଛି। ସେଟା କେନ୍ତା କରି ନିଜର ମୋବାଇଲରେ ଚେକ୍ କରବ ସେ ବିଷୟରେ ଜାଣମା। ଭତ୍ତା ଲିଷ୍ଟଟା ଚେକ୍ କରବାରଟା ବହୁତ ସୁବିଧା ହେଇଗଲା ନା। ଇ ପ୍ରକାର ଇନଫର୍ମେସନଟା ପାଇବାର ଲାଗି ହେଲେ ଆମ ଚ୍ୟାନେଲକେ ସବସ୍କ୍ରାଇବ କରି ପକନ୍ ଆଉ ଭିଡ଼ିଓକେ ଲାଇକ୍ ସେୟାର କରବାଟା नहीं ଭୁଲବେ। ଭତ୍ତା ଲିଷ୍ଟ ଚେକ୍ କରବାର ଲାଗି ହେଲେ ପहला तो ଗୁଗଲରେ ସର୍ଚ୍ଚ କରି ପକାବ NSAP। ସର୍ଚ୍ଚ କଲା ପରେ এই ପहला লিঙ্কটা আছে তার উপরে ক্লিক କରିଦେବ। ଭିଡ଼ିଓର ଡିସ୍କ୍ରିପସନରେ ବି ମୁଇଁ ଲିଙ୍କଟା ଦେଇଦେମି। ସେନୁ ଯାଇକରି ବି ଇ ପେଜକେ ଆସିଯିବ। ଇ ପେଜକେ ଆସିଲା ପରେ ଇନେ ଅପସନଟେ ଅଛି ସାଇଟରେ ରିପୋର୍ଟ ବୋଲି କରି ରିପୋର୍ଟ ଉପରେ କ୍ଲିକ୍ କରିଦେବ। ରିପୋର୍ଟ ଉପରେ କ୍ଲିକ୍ କଲା ପରେ ଆଉ ଗୋଟେ ପେଜ ଓପନ୍ ହେଇଯିବା। ରିପୋର୍ଟ ଉପରେ କ୍ଲିକ୍ କରିସାରିଲା ପରେ ଏ ପ୍ରକାର ପେଜଟା ଓପନ୍ ହେଇଯିବା। ଇନେ ଦେଖିପାରୁଥିବ 3 ନମ୍ବର ଅପସନଟା ଅଛି ଯେନ୍ଟାକି ଷ୍ଟେଟ୍ ଡ୍ୟାଶବୋର୍ଡ ବୋଲି କରି ତାର ଉପରେ କ୍ଲିକ୍ କରବ। ଷ୍ଟେଟ୍ ଡ୍ୟାଶବୋର୍ଡ ଉପରେ କ୍ଲିକ୍ କଲା ପରେ ଇନେ ତ ନିଜର ପहला ଷ୍ଟେଟ୍ ସିଲେକ୍ଟ କରବ। ତାପରେ ଇନେ ସ୍କିମ୍ଟା ଚଏସ୍ କରି ପାରବ ନହେଲେ ଅଲ୍ ସ୍କିମ୍ ରଖି ପକାବ। ଇନେ ତାପରେ ପहला ଷ୍ଟେଟ୍ ଚଏସ୍ କରିଦେମା ଯେହେତୁ ଆମର ଓଡ଼ିଶା ଚଏସ୍ କରିଦେନି। ତାପରେ ସ୍କିମ୍ଟା ଅଲ୍ ସ୍କିମ୍ ଏକା ରଖିଦେଇଛେ ମୁଇଁ। ତାପରେ ଇନେ ଅପସନଟେ ଅଛି ଏରିଆ, ନିଜର ଏରିଆ ଚଏସ୍ କରିବାକୁ ପଡ଼ବା। ଇନେ ଦେଖିପାରୁଥିବ ଗୋଟେ ଗ୍ରାମାଞ୍ଚଳ ଗୋଟେ ଅଛି ସହରାଞ୍ଚଳ। ଆପଣ ଯେନ୍ଟା ହେଇଥିବେ ସେଟା ସିଲେକ୍ଟ କରି ପକାବା। ସିଲେକ୍ଟ କରି ସାରିଲା ପରେ ଇନେ ଅପସନଟେ ଅଛି ଏଣ୍ଟର ଗ୍ରିଭେନ୍ସ କୋଡ୍। ଗ୍ରିଭେନ୍ସ କୋଡଟା କେନ୍ଟା? ଗ୍ରିଭେନ୍ସ କୋଡଟା ହଉଛି ଯେନ୍ କ୍ୟାପଚା କୋଡ୍ ଅଛି କି ନି, କ୍ୟାପଚା କୋଡ୍ के ଗ୍ରିଭେନ୍ସ କୋଡ୍ ପାଖେ ଭରିଦେବ। ତାପରେ ସବମିଟ୍ ଉପରେ କ୍ଲିକ୍ କରବ। ସବୁ ଭରି ସାରିଲା ପରେ ଇନେ ସବମିଟ୍ ଅପସନ୍ ଅଛି, ସବମିଟ୍ ଉପରେ କ୍ଲିକ୍ କରବ। ସବମିଟ୍ ଉପରେ କ୍ଲିକ୍ କଲା ପରେ এই ପ୍ରକାର ପେଜଟା ଓପନ୍ ହେଇଯିବା। ତାପରେ ତଲକେ ଟିକେ ପଳେଇ ଆସିବ। ତଲକେ ଆସିଲା ପରେ ଇନେ ନିଜର ପୁରା ଡିଷ୍ଟ୍ରିକ୍ଟ ଚଏସ୍ କରି ପକାବ। ଇ ସାଇଟରେ ଡିଷ୍ଟ୍ରିକ୍ଟ ଅଛି, ଗ୍ରୀନ କଲରର ଅପସନଟା ଅଛି ଯେନ୍ଟା ଡିଷ୍ଟ୍ରିକ୍ଟ ଦେଖିପାରୁଥିବ ତାର ଉପରେ କ୍ଲିକ୍ କରିବାକୁ ପଡ଼ବା। କ୍ଲିକ୍ କଲା ପରେ ଆଉ ଗୋଟେ ପେଜ ଓପନ୍ ହେବା ଯେନ୍ଟା କି ନିଜର ବ୍ଲକଟାକେ ଚଏସ୍ କରିବାକୁ ପଡ଼ବା। ଆଉ ଥରେ ତଲକେ ପଳେଇ ଆସିବ। ଇନେ ପଳେଇ ଆସିଲା ପରେ ଇନେ ନିଜର सब डिस्ट्रिक्ट जेनटा म्युनिसिपालिटी थिबा सेटा चॉइस करबो। ଆଉ ନିଜର ବ୍ଲକକେ ଚଏସ୍ କରି ପକାବ। ଗ୍ରୀନ କଲର ଉପରେ ଏମିତି ଥିବା ତାର ଉପରେ କ୍ଲିକ୍ କରିଦେବ। ବ୍ଲକ ଚଏସ୍ କରି ସାରିଲା ପରେ ନିଜର ଜିପିକେ ଚଏସ୍ କରିବାକୁ ପଡ଼ବା। ବ୍ଲକ ଚଏସ୍ କରି ସାରିଲା ପରେ ତଲକେ ଟିକେ ଆସିଯିବ ଏ ପ୍ରକାର। ତାପରେ ଇନେ ନିଜର ଗ୍ରାମ ପଞ୍ଚାୟତକେ ଯେନ୍ଟା ହେଇଥିବ ଆପଣଙ୍କର ଗ୍ରାମ ପଞ୍ଚାୟତ ସେଟା ଗ୍ରାମ ପଞ୍ଚାୟତ ଉପରେ କ୍ଲିକ୍ କରିଦେବ। ଗ୍ରାମ ପଞ୍ଚାୟତ ଉପରେ କ୍ଲିକ୍ କଲା ପରେ ଭତ୍ତା ଲିଷ୍ଟଟା ଶୋ କରବା। ଇ ପ୍ରକାର ନିଜର ଭତ୍ତା ଲିଷ୍ଟଟା ଦେଖିଦେବା। ଇନେ ସର୍ଚ୍ଚ ଉପରେ ସର୍ଚ୍ଚ କରି କରି ନି ହେଲେ ତଲକେ ତଳେ ସ୍କ୍ରୋଲ କରବା ଆଉ ନିଜର ନାଁଟା ଚେକ୍ କରି ପକାବ। ଭତ୍ତା ହେଲାନ କି ନି ହେବାର ଆପ୍ରୁଭ। ଇନେ ଭତ୍ତା କାର୍ଡ ନମ୍ବର ଦେଖାବା। ତାପରେ କାର୍ଡ ନାଁରେ ଅଛି ଇନେ ଶୋ କରବା। ତାପରେ ଇନେ ଏଜ୍ କେତେ ଅଛି ସେଟା ଦେଖାବା। କେନ୍ ସ୍କିମ୍ରେ ପଉଛ ସେଟା ଦେଖାବା। ଇନେ ମୋଡ୍ ଯେନ୍ଟା ଡିବିଟି ମୋଡରେ ପଉଛ ବୋଲେ ଇନେ ବ୍ୟାଙ୍କ ଦେଖିଦେବା। ତାପରେ ଆପଣଙ୍କ ଭତ୍ତା ରେଜିଷ୍ଟର ହେଇଛି କି ନି ସେଟା ୟେସ୍ नो ସେଟା ସବୁ ଦେଖାବା। ଯଦି ଭତ୍ତା କେନ୍ ମାସଟା ପାଇଲ ନା କେନ୍ ମାସଟା ନି ପାଇବ ସେଟା କେନ୍ତା କରି ଜାଣବ? ଇନେ ଅପସନଟେ ଅଛି ସେକ୍ସନ ଅର୍ଡର କୋଡ୍ ଯେନ୍ଟା ଗ୍ରୀନ କଲର ଅଛି ଭତ୍ତା କାର୍ଡ ନମ୍ବର ତାର ଉପରେ କ୍ଲିକ୍ କରବ। କ୍ଲିକ୍ କରି ସାରିଲା ପରେ এই ପ୍ରକାର ଦେଖିଦେବା। ତଲକେ ଆସିଲା ପରେ ଇନେ ନିଜର ଡିଟେଲ୍ସଟା ଦେଖାବା। ଇନେ ନିଜର ନାଁ ଦେଖାବା। ତାପରେ ଭତ୍ତା କାର୍ଡ ନମ୍ବର ଦେଖାବା।
ମେଲ୍ ଫିମେଲ୍ ଇନା ଦେଖାବା, ତାପରେ କେନ୍ ସ୍କିମ୍ରୁ ପଛେ ସେଟା ଦେଖାବା। ଭତ୍ତା କାର୍ଡ଼ ଆକ୍ଟିଭ୍ ଅଛେ କି ଇନ୍ଆକ୍ଟିଭ୍ ଅଛେ ସେଟା ଇନେ ଷ୍ଟାଟସ୍ଟା ଶୋ କର୍ବା। ଜିପି ନିଜ ଜିପିଟା ଦେଖିଦେବା ଇନେ। ତାପରେ କେନ୍ ମାସରେ ପେମେଣ୍ଟଟା ମିଳିଥିଲା, ଲାଷ୍ଟ ମନ୍ଥରେ କେବେ ମିଳିଥିଲା ସେଟା ଇନେ ଶୋ କର୍ବା। ଆଉ ଯଦି କିଛି ଡିଟେଲ୍ସ ଦେଖବା ଚାହୁଁଛନ୍ ବୋଲେ ବେନିଫିସିଆରୀ ହିଷ୍ଟ୍ରି ଉପରେ କ୍ଲିକ୍ କରବ। ସେନେ କ୍ଲିକ୍ କରି ଆଉ ଡିଟେଲ୍ସଟା ଦେଖିପାରବ। ଇ ପ୍ରକାରେ ନିଜ ଭତ୍ତା ଲିଷ୍ଟଟା ଚେକ୍ କରିପାରବ, ଯେନ୍ମାନେ ଆପ୍ଲାଏ କରିଥିଲ। ଆଉ ଯେନ୍ମାନେ ପୁରୁଣା ଲୋକ୍ ବି ଚେକ୍ କରିପାରବ ତାଙ୍କର କେନ୍ ମାସର ପଇସାଟା ମିଲଲା ନା ଆଉ ନି ମିଲବାର୍, ତାହେଲେ ଇହାଦେ ତ ବୋଇଲେ ସେଟା ବି ଚେକ୍ କରିପାରବ। ସେଥିର୍ଲାଗି ଆମର୍ ଚ୍ୟାନେଲ୍କେ ସବସ୍କ୍ରାଇବ୍ କରି ପକନ୍, ଭିଡ଼ିଓକେ ଲାଇକ୍ କରବ ଆଉ ସେୟାର କରବାଟା ନି ଭୁଲବ।